ହ୍ୟାଲୋ ସାଙ୍ଗମାନେ, କେମିତି ଅଛନ୍ତି? ଆଶା କରୁଛି ସମସ୍ତେ ବହୁତ ଭଲରେ ଥିବେ। ଆପଣ ସମସ୍ତଙ୍କୁ ମୋ ତରଫରୁ ଜୟ ଗୁରୁ। ଠାକୁରଙ୍କୁ ଡାକୁଛି ଆପଣ ଭଲରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ, ଆପଣଙ୍କର ପୁରା ଦିନଟି ମଙ୍ଗଳମୟ ହେଉ ଆଉ ଭଲରେ ଭଲରେ କଟିଯାଉ। ତ ମୁଁ ବି ଭଲରେ ଅଛି, ସବୁଦିନ ଭଳିଆ ହେଇଯାଇଛି ଆଉ ଗୋଟେ ସୁନ୍ଦର ବ୍ଲଗ୍ର ଆରମ୍ଭ। ଆଉ ଏ ସୁନ୍ଦର ବ୍ଲଗ୍କୁ ମୁଁ ପୁଷ୍ପ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି। ତ ସମୟ ହେଇଛି ବର୍ତ୍ତମାନ ଦିନ 9:30 ପାଖାପାଖି ସମୟ ହେଇଛି। ଆଉ ଏ ସମୟରେ କ'ଣ ନା ମୁଁ ବ୍ଲଗ୍ ଷ୍ଟାର୍ଟ କରୁଛି। ମୋର ସବୁ କାମଦାମ ସରେଇ ଦେଇଛି, ସକାଳ କାମ ଯେତିକି ସରେଇ ଦେଇଛି। ସରେଇ ଦେଇ ସାରିଲା ପରେ ମୁଁ ପଳେଇ ଆସିଥିଲି ରୋଷେଇ କରିବା ପାଇଁକି ରୋଷେଇ ଘରକୁ। ଆଉ ଯେ ସମୟରେ ମୁଁ ରୋଷେଇ କରିବା ପାଇଁକି ଆସିକି ପହଞ୍ଚିଲି, ସେଇ ସମୟରେ ଆମ ଝିଅ ବି ଆସିକି ପହଞ୍ଚିଲା। ଭାଇ ତାକୁ ଷ୍ଟେସନରୁ ଯାଇକି ଘିନିକି ଆସିଲେ, କାହିଁକିନା ତା ସାଙ୍ଗର ବାହାଘର। ସେ କ'ଣ ଆଜି ସନ୍ଧ୍ୟାରେ ତା'ର ମେହେନ୍ଦି ଅଛି, ଆଉ ଆସନ୍ତାକାଲି ତା ବାହାଘର। ସେ ବାହାଘରିଆ ଯିବ, ତ ସକାଳେ ଆସିକି ସେ ପହଞ୍ଚିଲା। ତ ମୁଁ ଗାଧୋଇ ପାଧୋଇ ଠାକୁର ପୂଜା କାମ ସରେଇ ଦେଇକି ଆସିକି ଗ୍ୟାସ୍ ପାଖରେ ଆସିକି ପହଞ୍ଚୁଛି, ତ ସିଏ ବି ଆସିକି ସେଇ ସମୟରେ ପହଞ୍ଚିଲା। ଆଉ ଆସିକି ପହଞ୍ଚିଯିବ ମାନେ ସେ ତାର ଆଗର ଖୋଜିବ, ପଖାଳ ଗଣ୍ଡେ ଆଗର ଖୋଜିବ, ତାପରେ ଯାଇକି ଆଉ ଯେଉଁ କଥା। ତା ପର୍ଯ୍ୟନ୍ତ ମୁଁ ତ କିଛି ରୋଷେଇବାସ କାମ ଆରମ୍ଭ କରିଥିଲିନି। ତ ଆଜି କ'ଣ ନା ପିଠା ଆଉ କ୍ଷୀର ସମସ୍ତେ ଖାଇବା ବୋଲିକି କହିଲେ, ତ ମୁଁ ତ ପଖାଳ ଖାଇମି, ତ ପିଠା କ୍ଷୀର ସମସ୍ତେ ଖାଇବେ ବୋଲିକି କହିଲେ। ତ ସେଇଥିପାଇଁକି ମୁଁ ଟିକେ ଡେରି କରୁଥିଲି। କ୍ଷୀର ଥିଲା, କ୍ଷୀରକୁ ଗରମ କରିଦେମି, ଆଉ ପିଠଉ ଯେତିକି ଅଛି ଆଜି ସବୁ ପିଠା ବନେଇଦେମି, ସମସ୍ତେ ଆମେ ପିଠା ଖାଇଦେବା। ତ ତାପରେ ଏଇ ରଙ୍ଗ କରିକି ମୁଁ ମୋ ହିସାବରେ ମୁଁ କାମ କରୁଥାଏ। ସେ ଆସିକି ପହଞ୍ଚିଲା ପରେ ମୁଁ ସାଙ୍ଗେ ସାଙ୍ଗେ କ'ଣ ନା କ୍ଷୀର ବସେଇଦେନି। କ୍ଷୀର ବସେଇ ଦେଇକି ସେପଟରେ ପିଠା କରିବା ପାଇଁ ତାୱା ବସେଇ ଦେଇଥିଲି। ତାୱା ବସେଇ ଦେଇକି ସମସ୍ତଙ୍କୁ ଖାଇବାକୁ ଦେଇଥିଲି। ଆଉ ମିସ୍ତ୍ରୀ ବି ଆସିଥିଲା, ଆଜି କାମ ହେଉଥିଲା ଆମର ସେପଟେ ଯେଉଁ ଦୁଚାଳି ପଟର ଯେଉଁ କାମ ହେଉଥିଲା, ସେବେଠୁ ମିସ୍ତ୍ରୀ ଆସିଛନ୍ତି କାମ କରିବା ପାଇଁକି। ତାଙ୍କ ପାଇଁକି ବି ତରକାରୀ ପତ୍ର ବି ହେବ। ବନ୍ଧାକୋବି ଘାଣ୍ଟ କରିମି ତାଙ୍କ ପାଇଁକି, ସେମାନେ ମୁଢ଼ି ଆଉ ତରକାରୀ ଖାଇବେ। ତାଙ୍କ ପାଇଁ ବନ୍ଧାକୋବି ଘାଣ୍ଟ କରିମି, ଆଉ ବେଶୀ କରିକି କରିଦେମି। ଆମର ବି ହେଇଯିବ ଦ୍ୱିପହର ପାଇଁକି, ଆମର ବି ହେଇଯିବ। ଆଉ ମୁଁ ସେପଟ ଯେ ଉଠା ଚୁଲା ଯେ ରୋଷେଇ କରୁଥିଲି, ଆଜି ଆଉ ସେପଟ ଉଠା ଚୁଲା ଆଉ ରୋଷେଇ କରିହେବନି। ଯାହା ବି ହେଇଯାଉ, ଆଜି ମୋତେ କ'ଣ ନା ସେ ଖରାରେ ବସିକି ହିଁ ଫାଙ୍କାରେ ରୋଷେଇ କରିବାକୁ ପଡ଼ିବ। ତ ଦେଖିବା ଆଗକୁ କ'ଣ ହେଉଛି। ତମ ଭିଡ଼ିଓରେ ଏମିତି ଯୋଡ଼ି ହେଇକି ରହିଥାନ୍ତୁ। ଭିଡ଼ିଓକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ବିଲକୁଲ ବି ସ୍କିପ୍ କରନ୍ତୁନି। ଆଉ ମୋ ଭିଡ଼ିଓରେ କିଛି ବି ଯଦି ଆପଣଙ୍କୁ ପସନ୍ଦ ଆସୁଥାଏ, ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ଭିଡ଼ିଓକୁ ଲାଇକ୍ ଟିକେ କରିଦେବେ, ଆଉ ଛୋଟ ସ୍ନେହ ଭରା କମେଣ୍ଟଟେ ମୋ ପାଇଁ ଲେଖିଦେବେ ଯେ ମୋ ଭିଡ଼ିଓ ଆପଣଙ୍କୁ କେମିତି ଲାଗୁଛି ବୋଲିକି। ଆଉ କେହି ଯଦି ନୂଆ କରିକି ମୋ ଭିଡ଼ିଓ ଦେଖୁଛନ୍ତି, ତ ପ୍ରଥମେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା କି ମୁଁ ଯେତେବେଳେ ବି ଭିଡ଼ିଓ ଛାଡ଼ିମି ସର୍ବପ୍ରଥମେ ଆପଣ ହିଁ ମୋ ଭିଡ଼ିଓ ଦେଖିପାରିବେ। ଆଉ ମୋ ଭିଡ଼ିଓକୁ ଆପଣଙ୍କ ଫ୍ୟାମିଲି ଫ୍ରେଣ୍ଡମାନଙ୍କ ସହିତ ଟିକେ ସେୟାର କରିଦିଅନ୍ତୁ, ତ ମୋତେ ବି ଟିକେ ସପୋର୍ଟ ହେବ। କାହିଁକିନା ଆପଣଙ୍କର ସପୋର୍ଟ ଆଉ ଭଲ ପାଇବା ମୋତେ ୟୁଟ୍ୟୁବରେ ଭିଡ଼ିଓ ବନେଇବା ପାଇଁ ପ୍ରେରଣା ଯୋଗାଉଛି, ତା ସହିତ ସାହସ ମଧ୍ୟ ଦେଉଛି। ତ ଆପଣଙ୍କ ସାଙ୍ଗରେ କଥା ହୁଅ। ସେପଟେ କ'ଣ ନା ଝିଅ ଆସିକି ଯେତେବେଳେ ପହଞ୍ଚିଲା, ସେ କ'ଣ ନା ଆସିକି ମୋ ସାଙ୍ଗରେ କଥା ହେଉଥିଲା। ଏପଟେ ମୁଁ ପିଠା କରୁଥିଲି। ମାନେ ପିଠା ଖାଇବ ନା? କହିଲା ମୁଁ ପିଠା ଖାଏ, ଯାହା ବି ଖାଏ, ତୁମେ ଯଦି ପଖାଳ ଖାଇବ ତ ତୁମ ସାଙ୍ଗରେ ପଖାଳ ଗଣ୍ଡେ ଖାଇମି। ମୁଁ କହିଲି ଏବେ ତ ମୁଁ ଆଉ ପଖାଳ ଖାଇବିନି, ତ ରୋଷେଇ କରିସାରିଲା ପରେ ମିସ୍ତ୍ରୀକି ଖାଇବାକୁ ଦେଇଦେମି। ଦେଇସାରିଲା ପରେ ତାପରେ ଯାଇକି କ'ଣ ନା ମୁଁ ପଖାଳ ଖାଇମି। କହିଲା ହଉ ଠିକ୍ ଅଛି, ତମେ ପିଠା କରିକି ସମସ୍ତଙ୍କୁ ଖାଇବାକୁ ଦିଅ। ତ ଏଇଟା ହେଉଛି ଶନିବାର ଦିନର ଭିଡ଼ିଓ। ତ ମୁଁ ସେପଟରେ ପିଠା କରିଥିଲି, ଆଉ ଆମେ ଦୁଇ ଜଣ କଥାବାର୍ତ୍ତା ହେବା ଭିତରେ ତ ମୋର ପିଠା କରା ବି ସରିଯାଇଥିଲା। ଆଉ ସମସ୍ତେ ଆସିଥିଲେ, ଆସିକି ସମସ୍ତେ ଖାଇଥିଲେ। ନଣନ୍ଦ ବି, ଆଉ ଭାଇ, ବାବା ଖାଇଥିଲେନି, ପିଠା ଖାଇଥିଲେନି। ବାବା ତାଙ୍କର ମୁଢ଼ି ଖାଇ ଦେଇଥିଲେ। ଭାଇ ଆଉ ଗେଲନ, ମିକିଲି ସମସ୍ତେ ପିଠା ହିଁ ଖାଇଥିଲେ। ତ ଏମିତି ସକାଳଟା ମୋର ଥିଲା। ଆଜି ଆଉ ବେଶୀ କରିକି ଭିଡ଼ିଓ କିଛି ବନେଇ ପାରୁନାହିଁ, କାରଣ ମିସ୍ତ୍ରୀ ଆସୁଛନ୍ତି, କାମଦାମ ହେଉଛି, ରୋଷେଇବାସ ଖିଆପିଆ ଏଇରকম ସବୁ କାମ ନାଗିକି ରହୁଛି। ସେଇଥିପାଇଁକି ବେଶୀ କିଛି ଭିଡ଼ିଓ ବନେଇ ପାରୁନି। ଯାହା ବି ଅଳ୍ପ ସ୍ୱଳ୍ପ କରିକି ଭିଡ଼ିଓ ବନଉଛି, ତ ଆପଣଙ୍କ ସାଙ୍ଗରେ ସେୟାର କରିବା ପାଇଁ ଚେଷ୍ଟା କରୁଛି। ଛୋଟ ଛୋଟ ଭିଡ଼ିଓ ହେଉଛି, ତ ଯାହା ହଉ ମୁଁ ସେତିକି ହିଁ ଆପଣଙ୍କ ସାଙ୍ଗରେ ସେୟାର କରିବା ପାଇଁ ଚେଷ୍ଟା କରୁଛି। ଆଉ ଆଶା ବି କରୁଛି ଆପଣଙ୍କୁ ସେ ଭିଡ଼ିଓ ସବୁ ଛୋଟ ଛୋଟ ଭିଡ଼ିଓ ମୋର ଆପଣଙ୍କୁ ପସନ୍ଦ ଆସିବ ବୋଲିକି। କ'ଣ କରିମି ନା ରୋଷେଇବାସ ଠିକ୍ ମାନେ ଜାଗା ହେଉଛି ରୋଷେଇବାସ କରିବା ପାଇଁକି ନା ଏସବୁ କାମଦାମ ଭିତରେ ନା ମୋତେ ଟିକେ ଫୁର୍ସତ ମିଳୁଛି। ତ ସେଇଥିପାଇଁକି ଭିଡ଼ିଓ ମୁଁ ଠିକ୍ଠାକ୍ କରିକି ବନେଇ ପାରୁନାହିଁ। ତ କିଚେନ୍ ବି ସେରକମ ଅସନା ହେଇକି ପଡ଼ିଛି। କିଚେନ୍ ବି ମୁଁ ଗୁଛେଇ ନାହିଁ। ବାହାର କାମଦାମ ସକାଳେ ଯେତେ ଶୀଘ୍ର ଉଠିନେ ବି, ଯେତେ କାମଦାମ ଯାହା କନେ ବି, ସବୁବେଳେ ଗାଧୋଇକି ଆସିଲା ବେଳକୁ ମୋତେ 8:30 ବାଜିଯାଉଛି। 8ଟାରୁ 8:30 ବାଜିଯାଉଛି। ତାପରେ ଠାକୁର ପୂଜା ବି ମୋର ପଳେଇ ଯାଉଛି କିଛି ସମୟ। ଯେରକମ ମୁଁ ଗାଧୋଇକି ଆସିଲା ପରେ ଟିକେ ମୁଣ୍ଡ କୁଣ୍ଡେଇମି, କି ଟିକେ ସିନ୍ଦୁର ନାଇମି, ମୋର ଟିକେ କାମ ଯାଉଛି। ତାପରେ କ'ଣ ନା ଠାକୁର ପୂଜା ଶାନ୍ତର ସମୟ ଯାଉଛି। ଆଉ ସବୁ କାମ ସରି ଦେଇକି ଆସିକି ପହଞ୍ଚିଲା ବେଳକୁ 9ଟା ବାଜିଯାଉଛି। ଆଉ 9ଟା ବେଳେ ଆସିକି ଅଟା ଚକଟିମି, ପରିବା କାଟିମି, ରୁଟି କରିମି, ଏତେ ତ ସମୟ ତ ନିଶ୍ଚୟ ଯିବ।
ଯଦି କଟାକଟି ହେଇକି ଯଦି ପରିବାପତ୍ର ଥାନ୍ତା, ହଁ ମୁଁ ସେପଟରୁ ପୂଜା ସାରିକି ଆସିନି, ଏପଟରେ କନା ପରିବାପତ୍ର କଟା ହେଇକି ଅଛି, ମୁଁ ସାଙ୍ଗେ ସାଙ୍ଗେ କନା ତରକାରୀଟେ ବସାଇଦେମି। ଆଉ ଚକଟାଟା ପ୍ରାୟତଃ ମୁଁ ରଖିଦିଏ ସକାଳ ପାଇଁକି ରଖିଦିଏ। ଯଦି ସକାଳେ ଯଦି ଅଟା ଚକଟେ ତ ରାତି ପାଇଁକି, ଆଉ ରାତିରେ ଯଦି ଅଟା ଚକଟେ ତ ସକାଳେ ପାଇଁକି, ଏଇ ରଙ୍ଗ କରିକି ମୁଁ ଟିକେ ରଖିଦିଏ। ତ ଜଣେ ଦୁଇ ଜଣ ଯଦି ରୁଟି ଖାଇଦେଲେ ତ ଆମେ ପଖାଳ ଖାଇଦେବା, ନହେଲେ ମୁଢ଼ି ଚୂଡ଼ା ଖାଇଦେବା, ତ ହେଇପାରନ୍ତା। କିନ୍ତୁ ସେସବୁ ତ ନାହିଁ, ସବୁ ତ ମୋତେ ହିଁ କରିବାକୁ ପଡ଼ିବ। ସବୁ କାମ ସରେଇକି ଆସିକି ଅଟା ଚକଟିକି ପରିବା କାଟିମି, ତାପରେ ତରକାରୀ ରାନ୍ଧିମି। ଏତେ ସବୁ କାମ ସରି ସାରିଲା ବେଳକୁ ମୋତେ 10:30 ପାଖାପାଖି ସମୟ ହେଉଛି, 10ଟା 10:30 ହେଇଯାଉଛି। ତାପରେ ଖିଆପିଆ ବାସନ ମଜା ଧୁଆଧୁଇ ଏରକମ ଚୁଲି ନଗେଇଲା ବେଳକୁ ସବୁବେଳେ ମୋତେ ଡେରି ହେଇଯାଉଛି। ତ ସେଠି ପୂଜା ମାନେ ପିଠା କରୁ କରୁ ଆପଣମାନେ ଭାବୁଥିବେ କ'ଣ ଖାଉଛି ବୋଲିକି। ତ ମୁଁ ଝିଅ ଯେଉଁ ଆସିଲା ନା, ସେ ଫଳ ଘିନିକି ଆସିଥିଲା। ଆଉ ମୁଁ କରନା ଠାକୁରଙ୍କ ପାଖରେ ଯେଉଁ ଭୋଗ ଦେଇଥିଲି, ସେ ଭୋଗ କରନା ମୁଁ ଆଣିକି ଟିକେ ଟିକେ ଖାଉଥିଲି। ତ ତାପରେ କରନା ସେପଟର କାମଦାମ ସବୁ ସରେଇକି ସମସ୍ତଙ୍କୁ ଖାଇତେ ପିଇତେ ଦେଇକି ମୁଁ କରନା ଆସିକି ଏଠି ଚୁଲିଟା ନଗେଇ ଦେଇଥିଲି। ଚୁଲିଟା ନଗେଇ ଦେଇକି ତରକାରୀ ବସେଇ ଦେଇଥିଲି। ଆସିକି ଏଠି ଚୁଲିର ବସେଇ ଦେଇକି ଲୁଗାପଟା ଯେଉଁ ଧୋଇଥିଲି ତାକୁ ସବୁ କରନା ଆଣିକି ଶୁଖେଇଦେମି। ଯାହା ସବୁ କିଛି ତ ଆଗ ଦିନ ଧୁଆ ହେଇଥିଲା ତାକୁ ତୁଳିଥିଲିନି, ସେରକମ ଥିଲା। ଆଉ ଆଜି ଯେ ଗାଧୁଆ ଲୁଗା ସବୁ ଯେଉଁ ଲୁଗା ଥିଲା ତାକୁ ସବୁ ଆଣିକି ଶୁଖେଇଦେମି। ଆଉ ଯେଉଁଗୁଡ଼ା ସବୁ ଶୁଖେଇଛି ତାକୁ ସବୁ ତୁଳିକି ନେଇକି ରଖିଦେମି। ତ ଏଇରକମ ଛୋଟ ବାଉଁଶଟା ନା ଉପରକୁ ନେଇକି ଯିବା ପାଇଁକି ମୋତେ ଆଉ ସମୟ ହେଉନି, ମାନେ ଫୁର୍ସତ ମିଳୁନି। ଆଉ ଏଇ ବାଉଁଶରେ କରନା ଯେଉଁଗୁଡ଼ା ସବୁ ବେଳୁଳି ଶୁଖା ହେଇଥିବ ତାକୁ ଶୁଖିଗଲା ପରେ ସକାଳେ କରନା ଲୁଗା ଶୁଖଉଛି। ଆଉ ସକାଳେ ଯେ ଲୁଗା ଶୁଖଉଛି ସେଗୁଡ଼ା ଯଦି ଶୁଖିଯିବ, ଶୁଖିଗଲା ପରେ କରନା 11ଟା 12ଟା ବେଳକୁ ତାକୁ ତୁଳି ନେଇକି ଆଉ ଯେ ଓଦା ଲୁଗା ଥିବ ତାକୁ ଶୁଖଉଛି। ତ ଏଇ ରକମ କରିକି ଲୁଗାପଟା ସବୁ ଶୁଖଉଛି। ତ ଏତିକି ସବୁ ଲୁଗା ସବୁ ଧୋଇଥିନି ତାକୁ ସବୁ ଶୁଖେଇଦେମି, ଜାଗା କରିକି ତାକୁ ସବୁ ଶୁଖେଇଦେମି। ଆଜି କ'ଣ ନା ଖରାଟା ଟିକେ ଟାଣ ଖରା ନାହିଁ, କିନ୍ତୁ ଗରମ ହେଉଛି। ହୋଲି ପରେ ତ ଗରମ ତ ପଡ଼ିଯାଏ, ବହୁତ ଗରମ ପଡ଼େ ହୋଲି ପରେ। ତ ଏଥର କିନ୍ତୁ ସନ୍ଧ୍ୟା ସମୟରେ ଏତେ ଗରମ ହେଉନାହିଁ, କିନ୍ତୁ ଆଜି ଦ୍ୱିପହରେ କ'ଣ ନା ଗୁଳୁଗୁଳିଟା ହେଉଛି ଟିକେ। ଯେରକମ ବର୍ଷା ଉଠେନି ଯେରକମ ଗୁଳୁଗୁଳି ହୁଏ, ସେଇ ରକମ ଟିକେ ଗୁଳୁଗୁଳି ହେଉଛି। ଆଉ ଜୋର ଖରା କରିଥିଲେ ତ ସେଠି ବସିକି ବିଲକୁଲ ବି ରୋଷେଇ କରି ହେଇନଥାନ୍ତା, ଜୋର ଖରା କରିଥିଲାନି। ଅଳ୍ପ ଟିକେ ଟିକେ ଖରା କରିଥିଲା। ଆଉ ପବନ ବି ଜୋର ଦଉଲା, ଯାହାଦ୍ୱାରା କି ଲୁଗାପଟା ଶୀଘ୍ର ଶୁଖିଯିବ। ଏବେ ତ ସମୟ ଆସିଲା ସାଙ୍ଗେ ସାଙ୍ଗେ ସକାଳେ ଲୁଗା ଧୋଇଥିଲା ମାନେ ଦ୍ୱିପହର ବେଳକୁ ଲୁଗା ସବୁ ଶୁଖିକି ପୁରା ପାମ୍ପଡ଼ ହେଇଯିବ। ବର୍ତ୍ତମାନ ସମୟ ଯେରକମ ମାନେ ଆସିଲା ଖରା ଦିନ, ଆଉ ଏତେ ଯେ ଖରା କରିବ ତ ଲୁଗାପଟା କ'ଣ ଅଧଘଣ୍ଟାରେ ଲୁଗା ସବୁ ଶୁଖିଯିବ। ତ ଯେତିକି ସବୁ ଲୁଗା ଧୋଇଥିଲି ତାକୁ ଜାଗା କରିକି ସେ ଲୁଗା ସବୁ ଶୁଖେଇଦେନି। ଆଉ ଯେଉଁଟା ସବୁ ଶୁଖିଲା ଥିଲା ତାକୁ ସବୁ ଧିନେ ଆସିକି ଏତେ ସବୁ କାମ ସରେଇକି ମୁଁ ବି ଯାଇକି ତାରି ଭିତରେ ପଖାଳ ଖଣ୍ଡେ ଖାଇଥିନି। ଆଉ ମୁଁ ଯେରକ ପଖାଳ ବାଢ଼ିକି ଆସିକି ପହଞ୍ଚିଗନି, ତ ମିକିଲି ବି ଆସିକି ପହଞ୍ଚିଲା। କହିଲା ନା ତମେ ତମର ପଖାଳ ଯଦି ଖାଉଛ ଖାଅ, ମୁଁ କିନ୍ତୁ ତୋରାଣି ପିଇମି। ସେ ତୋରାଣି ପିଇଲେ। ଆଉ ଆମ ଝିଅ କହିଲା ତମେ ପଖାଳ ଖାଉଛ ମାନେ ମୁଁ ତମ ସାଙ୍ଗରେ ପଖାଳ ବି ଖାଇବି। ହଉ ଠିକ୍ ଅଛି। ତ ସମସ୍ତେ ଖାଇଥିଲେ। ଖିଆପିଆ ସରିଲା ପରେ ତାପରେ ନା ସେତିକି ସବୁ ଲୁଗାପଟା ଶୁଖେଇକି ଖିଆପିଆ କରିକି ବାସନ କୁସନ ସବୁ ଗୁଛେଇ କରିକି ସବୁ ରଖିଦେଇକି ଆସିଲା ବେଳକୁ ଏପଟର ଭାତ ବି ମୋର ହେଇଯାଇଥିଲା। ଭାତ ଗାଳି ଦେଇଥିଲି, ଭାତ ଗାଳି ଦେଇକି ଆସିଥିଲି କ'ଣ ନା ତରକାରୀ କରିବା ପାଇଁକି। ତରକାରୀ କ'ଣ କରିଥିଲି ନା ବୋଇତାଳ ଫୁଲ ତୋଳିକି ଆଣିଥିଲି, ବୋଇତାଳ ଫୁଲର ବରା ବନେଇଥିଲି, ଚାଉଳ ବାଟିକି ଦେଇକି ବୋଇତାଳ ଫୁଲ ପିଠଉ, ଆଉ କ'ଣ ନା ମାଛ ଥିଲା, ମାଛ ଝୋଳ ବନେଇଥିଲି। ଆଉ ବଡ଼ି ଚଟଣି ଯେଉଁ ଚୋପା ବଡ଼ିର ତାର ଚଟଣି ବନେଇଥିଲି। ଆଉ କ'ଣ କରିଥିଲି ହଁ ସକାଳେ ଯେ ଘାଣ୍ଟ କରିଥିଲି, ବନ୍ଧାକୋବି ଆଳୁ ବାଇଗଣ ଯେଉଁ ଘାଣ୍ଟ କରିଥିଲି ସେ ଘାଣ୍ଟ ଥିଲା। ଦ୍ୱିପହର ଖାଇବାଟା ଆମର ହେଇଗଲା। ତ ଏଇରକମ ସକାଳ ଉପରୁ କାମ ଚାଲିଥିଲା। ବେଶୀ ତ ମୁଁ ତ କହୁଛି କାମ ଚାଲିଛି ବୋଲିକି ବେଶୀ କିଛି ଭିଡ଼ିଓ ମୁଁ ବନେଇ ପାରୁନି। ଆଉ ଗଲା କାଲି ଯେ ଭିଡ଼ିଓ ଛାଡ଼ିଥିଲି ଆପଣ ସମସ୍ତେ ବହୁତ ସୁନ୍ଦର ସୁନ୍ଦର କମେଣ୍ଟ ଲେଖିଛନ୍ତି। ଯେରକମ କି ଡଲି ଦିଦି, ବିଜୟଲକ୍ଷ୍ମୀ ଦିଦି, ସ୍ନେହଲତା ଦିଦି, ସୁବ୍ରମଣୀ ଦିଦି, ଲିତା ଦିଦି, ବିଜୟଲକ୍ଷ୍ମୀ ଅପା, ସମସ୍ତେ ବହୁତ ସୁନ୍ଦର ସୁନ୍ଦର କମେଣ୍ଟ ଲେଖିଲେ। ଆଉ ସମସ୍ତେ ଏତେ ସୁନ୍ଦର ସୁନ୍ଦର କମେଣ୍ଟ ଲେଖିଥିବାରୁ ଆପଣ ସମସ୍ତଙ୍କୁ ମୋ ତରଫରୁ ହୃଦୟରୁ ସହିତ ବହୁତ ବହୁତ ଧନ୍ୟବାଦ ଯେ ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ବାହାର କରିକି ମୋ ଭିଡ଼ିଓ ଦେଖୁଛନ୍ତି। ତା ସହିତ ଭିଡ଼ିଓରେ ଏତେ ସୁନ୍ଦର ସୁନ୍ଦର କମେଣ୍ଟ ଲେଖୁଛନ୍ତି। ଏଇ କମେଣ୍ଟ ହିଁ ମୋତେ ମନୋବଳ ବଢ଼ଉଛି, ମାନେ ଆସନ୍ତାକାଲି ଆଉ ଗୋଟିଏ ମାନେ ଆଉ ସୁନ୍ଦର ବ୍ଲଗ୍ ବନେଇବା ପାଇଁକି। ଯେ ଆଜି ମୁଁ ତ ଯାହା ହଉ ଯେରକମ ବନେଇ ସବୁଦିନ ଚେଷ୍ଟା କରେ ମୁଁ ମୋର ବେଷ୍ଟ ଦେବା ପାଇଁକି, ଆଉ ଭଲ ଭଲ ଭିଡ଼ିଓ ବନେଇବା ପାଇଁକି ଚେଷ୍ଟା କରେ। ଆଉ ସେ ଚେଷ୍ଟାରେ କେତେ ଯେ ସଫଳ ହୁଏ ସେଟା ତ ମୁଁ ଆଉ କହିପାରିବିନି, ଆପଣମାନେ କହିବେ। ସବୁବେଳେ କିନ୍ତୁ ମୁଁ ଚେଷ୍ଟା କରେ କାମଦାମ ଭିତରେ ବ୍ୟସ୍ତବହୁଳ ଜୀବନ, ଏତେ କାମଦାମ ଜଞ୍ଜାଳ, ଘର ସଂସାର ଜଞ୍ଜାଳରୁ ଟିକେ ସମୟ ବାହାର କରିକି ଭିଡ଼ିଓ ଟିକେ ବନେଇଦିଏ। ଆଉ କେହି ନାହାନ୍ତି ଯେ ସେରକମ ଟିକେ ଭିଡ଼ିଓ ବନେଇଦେବେ ବୋଲିକି, ତ ନିଜର ଭିଡ଼ିଓ ବନାଏ। ଭିଡ଼ିଓ ବନେଇକି ତାର ଏଡ଼ିଟିଂ କରିକି ଆପଣଙ୍କ ପାଖକୁ ଛାଡ଼େ। ତ କେମିତି ଲାଗୁଛି ମୋ ପରିଶ୍ରମ ଆଉ
ଏଇ ଯେଉଁ ଏ ଭିଡ଼ିଓ ପଛରେ ଯେତିକି ସବୁ ପରିଶ୍ରମ ଯାଉଛି ଆଉ ମୋର ସେଇ ଯେଉଁ ଆଗ୍ରହଟା ଭିଡ଼ିଓ ବନେଇବାର ଯେଉଁ ଆଗ୍ରହଟା ଆଉ ସେତିକି ଯେଉଁ ନିଷ୍ଠାଟା ମୋର ଆପଣଙ୍କୁ କେତେ ପସନ୍ଦ ଆସୁଛି ସେ କଥା ଆପଣମାନେ ହିଁ କେବଳ କହିପାରିବେ। ସେଇଟା ତ ମୁଁ ଆଉ କହିପାରିବିନି, କାହିଁକି ନା କାହାରି ମନ ଉପରେ ମୁଁ ପ୍ରଭୁ ନୁହେଁ। କାହାକୁ କେଇଟା ପସନ୍ଦ ଆସିବ ସେଟା ବି ମୁଁ କହିପାରିବିନି। ତ ରୋଷେଇବାସ ସରିଥିଲା, ରୋଷେଇବାସ ସରିଲା ପରେ ଖିଆପିଆ କାମଦାମ ଆମର ସବୁ ସରିଯାଇଥିଲା। ଘରଦ୍ୱାର ସବୁ କାମଦାମ ସରିଲା ବେଳକୁ ବର୍ତ୍ତମାନ ସମୟ ହେଲା ଦିନ 5ଟା, 4:30 ହେଇଗଲା। ମୁଁ ଟିକେ ସମୟ ରେଷ୍ଟ ନେଇଥିଲି, ମାନେ ବସିଥିଲି ଟିକେ ସମୟ। ସାରା ସକାଳ ପୁରା ଉଠିଲା ମୁଁ କାମ ଚାଲିଥିଲା ତ 4:30 ବେଳେ କାମ ସରିଲା। ଟିକେ ସମୟ ଅଧଘଣ୍ଟେ ବସିଥିଲି, ବସି ଟିକେ ମୋବାଇଲ ଏପଟ ସେପଟ କରିଥିଲି, କରିକି ତାପରେ ଆସିନି କାମ କରିବା ପାଇଁକି। କାମ ସାରିକି ବହୁତ କାମ, ଲୁଗା ସାରା ସକାଳଠୁ ଲୁଗା ମାଡ଼ିଛି ଆଉ ବାସନ କୁସନ ସବୁ ପଡ଼ିଛି। ଦେଖି ଚାଲନ୍ତୁ କେତେ ବାସନ ପଡ଼ିଛି ଟିଅଲ ପାଖରେ। ଏତିକି ବାସନ ପଡ଼ିଛି ଟିଅଲ ପାଖରେ ଧୋଇମି। ଏଥିରେ ଅଛି ଲୁଗା, ସେ ଆଗକୁ ଅଛି ଲୁଗା। ଏବେ ତ ଏଠି ଅନ୍ଧାରିଆ ହେଇଗଲାଣି। ସବୁ ଯେଉଁ କାମ ଯେ ହେଉଥିଲା ଟିଅଲ ପାଖର ସବୁ କାମ ଏବେ ଚାଲିଛି। ତ 2 ଦିନ ହେଲା କାମ ଏଠି ହେଉଛି। ଆଉ ଏଇପଟର ଯେଉଁ ଫାଙ୍କା ଥିଲା, ଏଇଠି ମୁଁ ଉଠା ଚୁଲି ରଖିକି ରାନ୍ଧୁଥିଲି। ଏଇ ଜାଗାରେ ଉଠା ଚୁଲି କରିକି ରାନ୍ଧୁଥିଲି। ଆଉ ଏଠି ତ ଆଉ ରାନ୍ଧି ହେବନି, ଏଠି ଗ୍ରିଲ୍ ବି ନାଗିଯାଇଛି, କବାଟ ବି ନାଗିଯାଇଛି। ଏଠି ଆଉ ରାନ୍ଧି ହେବନି। ତ ମୁଁ ଏଠି 3-4 ମାସ ହେଲା ରନ୍ଧାବଢ଼ା ପାଇଁ ଏଠି ଭାରି ହଇରାଣ ହେଉଛି। ତାପରେ ଏପଟେ ବି କାଲି କି ପରଦିନ ଏପଟେ ବି ଗ୍ରିଲ୍ ଲାଗିଯିବ। ସେପଟେ ଯିବା ପାଇଁକି ରାସ୍ତା। ଏଇଠିକି ତ ଚୁଲି କରିକି ରୋଷେଇ କରିବି ଯେତେବେଳେ କାମ ସବୁ ପୁରା କମ୍ପ୍ଲିଟ୍ ହେଇଯିବ। ତାପରେ ଆଜି ଘରଟାର କାମ ସରିଛି। ପାଣି ଫାଣି ଦିଆ ହେଉଛି କିନ୍ତୁ ଝରକା ନାଗି ନାହିଁ, ପାଣି ଦିଆ ହେଉଛି। ଏଇଠି ଗୋଟେ ଆଲମାରି ବନା ହେଇଛି। ଏଇଟା ମାନେ ମୁଁ କେତେ କହିକି ଆଲମାରିଟେ ବନେଇଛି ଜିନିଷପତ୍ର ରଖାରଖି ପାଇଁକି। ଏଇଟା ତ ଗୋଟେ ଷ୍ଟୋର୍ ରୁମ୍ ବନା ହେଲା ଆମର। ଷ୍ଟୋର୍ ରୁମ୍, ଏଇ ଘର ସବୁ ଜିନିଷପତ୍ର ରହିବ। ଆଉ ଆଲମାରିଟା ଆଜି ଏଇ କାମଟା ଆଜି ହେଇଛି। ତ କାମ ଏଇରକମ ଚାଲିଛି। ଯେହେତୁ ମିସ୍ତ୍ରୀ ଆସୁଛନ୍ତି, କାମ ହେଉଛି, ତ ଭିଡ଼ିଓ ବନେଇବା ପାଇଁକି ନା ମୋତେ ସମୟ ହେଉଛି। କେତେ ଶୀଘ୍ର ରୋଷେଇବାସ, ଘର କାମ, ଖିଆ ପିଆ, ରନ୍ଧା ବଢ଼ା କେତେବେଳେ ସମୟ ଚାଲିଛି ଜଣାପଡ଼ୁନି। ନା ମୁଁ ଠିକ୍ସେ ଭିଡ଼ିଓ ବନେଇ ପାରୁଛି ନା ଠିକ୍ସେ ମୋର କାମ ସରୁଛି। ତ ଯାଉଛି ଆଉ ଲେଟ୍ କରିବିନି। 6ଟା ବେଳକୁ ଏବେ ସନ୍ଧ୍ୟା ବାଜି ହେଉଛି। ମୁଁ ଯଦି ଟିକେ ସମୟ ରେଷ୍ଟ ନ ନେଇଥାନ୍ତି ତ ଏଇ କାମ ଗୁଡ଼ା ସବୁ ସରିଯାଇଥାନ୍ତା। ପୁରା ଅନ୍ଧାରିଆ ହେଇଗଲା। ଏଠି ଟିଅଲ ପାଖଟା କେତେ ଫାଙ୍କା ଥିଲା, ଏବେ ପୁରା ଅନ୍ଧାରିଆ ହେଇଗଲା। ତ ଟିକେ ସମୟ ରେଷ୍ଟ ନେଇକି ଆସିନି ବୋଲିକି ତ ଲେଟ୍ ହେଇଯିବ କାମ। ତ ଯାହା ହଉ ଆଉ ଲେଟ୍ ନ କରିକି ବାସନ ଏତିକି ଧୋଇ ଦେଇ ସାରିଲା ପରେ ମୋର ଚିନ୍ତା ଯିବ। ଆଉ ସେଠି ପାଇପରୁ ହିଁ ଧୋଇମି। ଟିଅଲ ଆଉ ମାଡ଼ିକି ସେଥର ପାଣି ବାହାର କରି ହେଉନି। ଗୋଟେ ହାତରେ ଆଉ ଟିଅଲ ମୁଡ଼ିକି ପାଣି ବାହାର କରି ହେଉନି। ସେ ପାଇପ୍ରେ ହିଁ ଧୋଇମି। ଆଉ ଯେଉଁ ସପ୍ଲାଏ ପାଣି ଯେ ଆସୁଛି, ଯେ ସରକାରୀ ପାଣି ଯେଉଁ, ସେଟା ଆସିବା ପାଇଁକି ଆଉ ଭିତରକୁ ଆସିବା ପାଇଁକି ଆଉ ବାଟ ନାହିଁ। ଯାହା ସେ ବାହାରେ ଯାଉଛି। ଗଛପତ୍ର ଯେ ନଗା ହେଇଛି ବାଡ଼ିରେ ସେଇଥିରକୁ ହିଁ ଦିଆହେଉଛି। ଆଉ ଘର ଭିତରକୁ ଆସିପାରୁନାହିଁ। ଆଗରୁ କ'ଣ ଘର ଭିତରକୁ ଆସୁଥିଲା ନା ଟିଅଲ ପାଖକୁ, ଆଉ ଘର ଭିତରକୁ ନା ଟିଅଲ ପାଖକୁ ଆସୁଥିଲା, ବ୍ୟବହାର କରି ହେଉଥିଲା ସେ ପାଣି। ଏବେ ତ ଆଉ ଯେଉଁ ସପ୍ଲାଏ ପାଣି ଆଉ ବ୍ୟବହାର କରି ହେଉନାହିଁ। ଯାହା ହେବ ସେ ଟାଙ୍କି ପାଣି, ନହେଲେ ଟିଅଲ ମାଡ଼ିକି। ତ ଆଉ ଟିଅଲ ତ ମାଡ଼ି ହେଉନାହିଁ, ସେଇ ଟାଙ୍କି ପାଣିରେ ହିଁ ବାସନ ଧୋଉଛି। ତ ଆଉ ଲେଟ୍ କରିମିନି। ଯଦି ବାସନ ଧୋଇମି, ସେଠି 2 ଛୁଆଙ୍କର ଲୁଗା ପଡ଼ିଛି, 2ଟା ଜାଗାରେ 2 ଛୁଆଙ୍କର ଲୁଗା ପଡ଼ିଛି। ତାକୁ ସବୁ ଧୋଇକି ଉଠିଲା ବେଳକୁ କେତେବେଳେ ହେବ। ଆଜି ଏଇଟା କାମ ହେଇଛି ନା, ସେଇଥିପାଇଁକି ଏପରି କବାଟଟା ଖୋଲି ହେଉନାହିଁ। ଯେ ଗ୍ରିଲ୍ଟା ଯେ ନଗା ହେଇଛି ଏଟା ଖୋଲି ହେଉନାହିଁ। କାମ ସରିଲା ପରେ ଏପଟଟା ଖୋଲିଦେଲେ ଟିକେ ଆଲୁଅ ଦେଖାହେବ, ନହେଲେ ପୁରା ଅନ୍ଧାରିଆ ହେଇଛି ଏ ଜାଗାଟା। ତ ଏବେ ଆସିକି ଆପଣଙ୍କ ସାଙ୍ଗରେ ଭେଟ ହେଉଛି ରାତି ସମୟ। ଆଉ ରାତି ରୋଷେଇ ମୋର ଚାଲିଥିଲା। ତ କଦଳୀ ଥିଲା ନା, ନଣନ୍ଦ କହିଲେ ଟିକେ କଦଳୀର ଚିଲି ବନେଇବା ପାଇଁକି। ତ ସେଇଥିପାଇଁକି କଦଳୀର ଟିକେ ଚିଲି ବନେଇ ଦେଇଥିଲି ଆଉ ରୁଟି କରିଦେଇଥିଲି। ବାସ୍ ରାତି ଖାଇବା ଆମର ହେଇଯାଇଥିଲା। ଦେଖିବ ତ କଦଳୀ ଚିଲି କି ସୁନ୍ଦର। ଚିଲି ମାନେ ମୋ ହିସାବର ବନେଇ ଦିଏ। ମୁଁ ସେରକମ ବେଶୀ ଯେ କଦଳୀକି ଛାଣିକି ତାକୁ ବନେଇବା ସେରକମ ମୁଁ କରେନି। ମୁଁ ମୋ ହିସାବର ସାଧା ସିଧା ଭାବରେ ମୁଁ ବନେଇ ଦିଏ। ବେଶୀ କିଛି ମସଲା ଦିଏନି, ଖାଲି ପିଆଜ ଆଉ ଯାହା ମସଲା ମୋ ପାଖରେ ଥାଏ ତାକେ ଦେଇକି ଆଉ ସସ୍ ଦେଇକି ମୁଁ ବନେଇଥାଏ। ବିଶ୍ୱାସ କରନ୍ତୁ ପୁରା ସାଧା ସିଧା ଚିଲି ବହୁତ ସୁନ୍ଦର ଲାଗେ ଖାଇବା ପାଇଁକି। ତ ଆଜି ପାଇଁ ରହୁଛି। ବାଏ ବାଏ, ଜୟ ଗୁରୁ।